ଏ ନାମ ଥିବା ବ୍ୟକ୍ତି ବି ନାମ ଥିବା ବ୍ୟକ୍ତିକୁ ଇନଷ୍ଟିଗେଟ୍ କରୁଛି ଏବଂ କହୁଛି ସି ନାମ ଥିବା ବ୍ୟକ୍ତିର ଘରେ ନିଆଁ ଲଗେଇଦେ। ବି ନାମ ଥିବା ବ୍ୟକ୍ତି ଏ ବ୍ୟକ୍ତିର ଉସ୍କେଇବା କଥାରେ ଆସି ସି ବ୍ୟକ୍ତିର ଘରେ ପହଞ୍ଚୁଛି ଓ ନିଆଁ ଲଗେଇବା ସହିତ ଚୋରି ମଧ୍ୟ କରୁଛି। ଏଠାରେ କ୍ୱେଶ୍ଚିନ୍ ଏହା କି ଯେଉଁ ବ୍ୟକ୍ତି ଆବେଟ୍ କରିଛି, ଇନଷ୍ଟିଗେଟ୍ କରିଛି, କ'ଣ ସେହି ବ୍ୟକ୍ତି ବୋଥ୍ ନିଆଁ ଲଗେଇବା ଓ ଚୋରି କରିବାର ଅପରାଧ କୁହାଯିବ? ଏଠାରେ ଲ କ'ଣ କହୁଛି? ସେକ୍ସନ୍ 51 ଇଲାଷ୍ଟ୍ରେସନକୁ ଦେଖିଲେ ଆପଣ ଜାଣିପାରିବେ ଉସ୍କେଇଥିବା ବ୍ୟକ୍ତି ଯେଉଁ ଅପରାଧ ପାଇଁ ଉସ୍କେଇଛି ଓ ଯେଉଁ ଅପରାଧ ଘଟିଛି ଅଫେନ୍ସ ହୁଇଚ୍ ହାଜ୍ ବିନ୍ କମିଟେଡ୍, ଯଦି ଏହା ଉସ୍କେଇଥିବା ଅପରାଧର ପରିଣାମ, ତେବେ ଆବେଟରକୁ ଦଣ୍ଡ ମିଳିବ। ସେ କହିଥିଲା ନିଆଁ ଲଗେଇବା ପାଇଁ। କ'ଣ ନିଆଁ ଲଗେଇବାର ପରିଣାମ ଚୋରି? ଏହାର ଆନ୍ସର ନ, କାରଣ ଚୋରି କରିବା ଓ ନିଆଁ ଲଗେଇବା ଅଲଗା ଅଲଗା ଘଟଣା। ଏଠାରେ ବି ନାମ ଥିବା ବ୍ୟକ୍ତିକୁ ବୋଥ୍ ନିଆଁ ଲଗେଇବା ଓ ଚୋରି କରିବା ଅପରାଧ ପାଇଁ ଦଣ୍ଡ ଦିଆଯିବ, କିନ୍ତୁ ଏ ନାମ ଥିବା ବ୍ୟକ୍ତି ଯିଏକି ବିକୁ ଉସ୍କେଇଛି ବା ଇନଷ୍ଟିଗେଟ୍ କରିଥିଲା, ତାକୁ କେବଳ ନିଆଁ ଲଗେଇବା ପାଇଁ ହିଁ ଦଣ୍ଡ ମିଳିବ।